ସେପ୍ଟେମ୍ବର 12ରେ ରିଲିଜ୍ ହେବାକୁ ଯାଉଛି ଆଉ ଗୋଟିଏ ହଲିଉଡର ବେଷ୍ଟ ମୁଭି, ଯାହାର ଟାଇଟଲ ରଖାଯାଇଛି ଲହରୀ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ଫାଷ୍ଟ ଟାଇମ୍ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଏ ମୁଭିର ଟ୍ରେଲର ଆରମ୍ଭ ହେଉଛି ବାବୁସାନ ମହାନ୍ତିଙ୍କ ଭଏସରୁ। ଏ ମୁଭିରେ ବାବୁସାନ ମହାନ୍ତିଙ୍କ କେମିଓ ଅଛି ନା ପୁରା ମୁଭିରେ ଦେଖାଦେବେ ତାହା ମୁଭି ରିଲିଜ୍ ହେଲେ ଜଣାପଡ଼ିବ। ମୁଁ ବି ବାବୁସାନ ମହାନ୍ତିଙ୍କ ବିଗ୍ ଫ୍ୟାନ୍। ଯଦି ଆପଣମାନେ ବାବୁସାନଙ୍କ ଫ୍ୟାନ୍ ତାହେଲେ କମେଣ୍ଟ କରନ୍ତୁ। ଲହରୀ ମୁଭିର ଟ୍ରେଲର ବହୁତ ସୁନ୍ଦର ହୋଇଛି, ପୁରା ବଲିଉଡ୍ ଲେଭେଲର ହୋଇଛି। ଆଉ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ମଧ୍ୟ ବହୁତ ସୁନ୍ଦର ହୋଇଛି। ଆଉ ଗୋଟିଏ ହେଲା ଏ ମୁଭିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ ଓ ଦୀପ୍ତି ଦାସ ମହାପାତ୍ରଙ୍କ ଆକ୍ଟିଂ ମଧ୍ୟ ବହୁତ ସୁନ୍ଦର ହୋଇଛି। ଏ ମୁଭି ଓଡ଼ିଶା ମାଟିର କଥା, ସଂସ୍କୃତିର କଥା ଆଉ ଟାଇଗର ଡ୍ୟାନ୍ସ ମଧ୍ୟ ବହୁତ ସୁନ୍ଦର ଲାଗୁଛି। ଏ ମୁଭି କଲିକତା ଆନ୍ତର୍ଜାତୀୟ ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରାଇଜ୍ ପାଇଛି ଓ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ଆୟୋଜିତ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବର୍ଣ୍ଣ ଠାରେ ମଧ୍ୟ ପ୍ରଦର୍ଶିତ ହୋଇ ବହୁତ ପ୍ରଶଂସା ପାଇଛି। ଏ ମୁଭିର ଡାଇରେକ୍ଟର ଅଛନ୍ତି ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ, ମ୍ୟୁଜିକ୍ ଦେଇଛନ୍ତି କିଶଲୟ ରାୟ ଏବଂ ପ୍ରଡ୍ୟୁସ୍ କରିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ।